ଅତୁଟ ବନ୍ଧନ ଧାରାବାହିକରେ ଆପଣମାନେ ଦେଖିବେ ଭବାନୀ କହିବେ, ଆରେ ବା ସେ ତ୍ରିନାଲି ଗିଫ୍ଟ ପଠାଇଛି, ଦେଖିବା ଭିକାରୀମାନେ କ'ଣ ଗିଫ୍ଟ ସବୁ ପଠାଇଛନ୍ତି। ଆରେ ବା ଟଙ୍କା ବି ଦେଇଛନ୍ତି, ଦେଖିବା କେତେ ଟଙ୍କା ଦେଇଛନ୍ତି ସେ ଭିକାରୀମାନେ। ଏହାପରେ ସେ ଏକ ଲେଟର ପାଇବେ ଆଉ ସେ ଲେଟରକୁ ପଢ଼ିବେ। ସେ କହିବେ, ମୁଁ କ୍ରିସିକା, ମୁଁ ଆପଣଙ୍କ ସାନ ଭାଇ କାର୍ତ୍ତିକଙ୍କ ଭାବି ସ୍ତ୍ରୀ। ମୁଁ ଖାଲି ଏତିକି କହିବାକୁ ଚାହୁଁଛି ଯେ ମୋ ଦିଦି ଆପଣଙ୍କୁ ଭଲ ପାଏନି, ଖାଲି ଭବାନୀ ଦେବୀଙ୍କ ପ୍ରେସରରେ ପଡ଼ି ଆପଣଙ୍କୁ ବାହା ହେବାକୁ ରାଜି ହେଇଯାଇଛନ୍ତି। ଏ ବାହାଘର ହେଲେ ନା ଆପଣ ଖୁସିରେ ରହିବେ ନା ମୋ ଦିଦି, କାହିଁକି ନା ଭଲ ପାଇବା ବିନା କୌଣସି ସମ୍ପର୍କ ତିଷ୍ଠି ପାରେନି। ସେଥିପାଇଁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଏ ବାହାଘର ଆପଣ ଭାଙ୍ଗି ଦିଅନ୍ତୁ। ମଲ୍ଲିକ କହିବେ, ମ୍ୟାଡ଼ାମ କ'ଣ ହେଇଛି, ଆପଣ ଏମିତି ଟେନସନରେ କାହିଁକି ଅଛନ୍ତି? ଭବାନୀ କହିବେ, ସେ କୃଷିକର ଏତେ ସାହସ, ସେ ତେଜସକୁ ଲେଟର ପଠାଇଛି, ତାକୁ ମୁଁ ଜମା ବି ଛାଡ଼ିବିନି। ମଲ୍ଲିକ ତୁ ଏବେ ହିଁ ତ୍ରିନାଲୀକୁ ଫୋନ ଲଗା। ଏହାପରେ ମଲ୍ଲିକ ତ୍ରିନାଲୀଙ୍କୁ ଫୋନ ଲଗେଇବେ ଆଉ ଭବାନୀ କହିବେ, ତ୍ରିନାଲୀ ମୁଁ ମୋ ଦୁଇ ବୋହୂଙ୍କ ସହିତ ଏବେ କଥା ହେବାକୁ ଚାହୁଁଛି, ତୁ କୃଷିକାକୁ ଡାକ। ଏହାପରେ କୃଷିକା ଆସିବେ ଆଉ ଭବାନୀ କହିବେ, ତମେ ମାନେ ଦେଇଥିବା ଗିଫ୍ଟ ସବୁ ମୋତେ ବହୁତ ପସନ୍ଦ ଆସିଲା, ଖାସ କରି କୃଷିକା ଦେଇଥିବା ଲେଟର ମୋ ମନକୁ ଛୁଇଁଛି। କୃଷିକା ତୁ ଭାବି ଜିଜୁ ତୋ ଭଉଣୀକୁ ବହୁତ ଭଲ ପାଇବା ଦେବେ, ତୁ ଜମା ବି ଓରିଡ୍ ହନା। ତ୍ରିନାଲୀ କହିବେ, କୃଷିକା ଏସବୁ କ'ଣ ହେଉଛି? ଭବାନୀ ଦେବୀ କୋଉ ଚିଠି ବିଷୟରେ କହୁଥିଲେ? କୃଷିକା କହିବେ, ମୁଁ ଜେଜୁଙ୍କୁ ହେଲୋ ଲେଖି ଗୋଟେ ଲେଟର ଲେଖିଥିଲି ତ, ସେଇ ବିଷୟରେ କହୁଥିବେ। ତ୍ରିନାଲୀ କହିବେ, ଯା ହଉ ତୁ ଏ ବାହାଘରକୁ ମାନି ନେଲୁ। କୃଷିକା ଭାବିବେ, ନାଇଁ ଦିଦି, ତମ ଉପରେ ପ୍ରେସର ଦେଇ ତମ ଇଚ୍ଛାକୁ ମାରି କରାଯାଉଥିବା ଏ ବାହାଘରକୁ ମୁଁ କୌଣସି ପରିସ୍ଥିତିରେ ବି ମାନି ପାରିବିନି। ମୁଁ ଏ ବାହାଘରକୁ କୌଣସି ପରିସ୍ଥିତିରେ ବି ହବାକୁ ଦେବିନି। ଏପଟେ ଭବାନୀ କହିବେ, କୃଷିକା ତୋ ପେଟରେ ମୋ ଉତ୍ତରାଧିକାରୀ ଅଛି, ସେଥିପାଇଁ ମୁଁ ଚୁପ୍ ଅଛି, ମୋ ହାତ ବନ୍ଧା ହେଇଯାଇଛି। ଥରେ ଖାଲି ସେ ଛୁଆଟା ହେଇଯାଉ, ତାପରେ ତମ ଦି ଭଉଣୀକୁ ଏମିତି ବୁଦ୍ଧି ଶିଖେଇବି ଯେ ସାରା ଜୀବନ ମନେ ରହିବ। ଏପଟେ କାର୍ତ୍ତିକ ଓ ତେଜସ୍କର ହଳଦୀ ବିଧି ହେବ, ସେଠି ରାଜେଶ ଆସି ପହଞ୍ଚିବେ। ରାଜେଶ ଭାବିବେ, ତେଜସ୍ ସାର୍, ମୁଁ ଜାଣିଛି ଆପଣ ମନ ଦୁଃଖ କରିଛନ୍ତି, କାହିଁକି ନା ଆପଣ ଏ ବାହାଘରରେ ଖୁସି ନାହାନ୍ତି। ତ୍ରିନାଲୀ ମ୍ୟାଡାମକୁ ଆପଣ ଭଲ ପାଆନ୍ତି। ଯଦି ଏ ବାହାଘର ହୁଏ, ତେଜସ୍ ସାର୍ ସାରା ଜୀବନ ଏମିତି କଷ୍ଟରେ ରହିବେ। ମୋତେ କିଛି ଗୋଟେ କରିବାକୁ ହେବ। ସାହସ କରି ଏ ସତଟା ମହେନ୍ଦ୍ର ସାର୍ଙ୍କୁ ଜଣେଇବାକୁ ପଡ଼ିବ। ଏହାପରେ ସେ ମହେନ୍ଦ୍ରକୁ ଯାଇ କହିବେ, ସାର୍, ତେଜସ୍ ସାର୍ ମୋତେ ସବୁବେଳେ ସାହାଯ୍ୟ କରି ଆସିଛନ୍ତି ଆଉ ମୁଁ ତାଙ୍କୁ ବହୁତ ଭଲ ବି ପାଏ, କିନ୍ତୁ ସେ ଏ ବାହାଘର ଏ ଘର ଲୋକଙ୍କର ଚାପରେ ପଡ଼ି କରିବାକୁ ଯାଉଛନ୍ତି। ସେ ଆଉ ଜଣେ ଝିଅକୁ ଭଲ ପାଆନ୍ତି। ମହେନ୍ଦ୍ର କହିବେ, ଭଲ ହେଲା ତୁ ଏ ସତ ମୋତେ ଜଣେଇ ଦେଲୁ। ତେଜସ୍ ଏତେ ବଡ଼ ବଳିଦାନ ଦେବାକୁ ଯାଉଛି, ମୁଁ ଏ ବାହାଘରକୁ ହବାକୁ ଦେବିନି।